ବର୍ଷାର ଲୁଚକାଳି ଚାଷ କାମ ବିଳମ୍ବରେ ନେଇ ଚିନ୍ତାରେ ଚାଷୀ। ଚାଷ କାମକୁ ନେଇ ଚିନ୍ତାରେ ଚାଷୀ। ବର୍ଷାର ଲୁଚକାଳି ଖେଳ ସହ ଏବର୍ଷ ଚାଷ କାମ ବିଳମ୍ବ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଅନେକ ଚାଷୀଙ୍କ ଏପର୍ଯ୍ୟନ୍ତ ବିଲରେ ଲାଗିନି ଧାନ। କେଉଁଠି ଜମି ସୁଖା ପଡ଼ିଛି ତ କେଉଁଠି ବର୍ଷା ଅଭାବରୁ କାଳ ବିଳମ୍ବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଆମ ରାୟଗଡ଼ା କାଶୀପୁର ପ୍ରତିନିଧି କର୍ଣ୍ଣ କନ୍ଦପାଣି ଗ୍ରାଉଣ୍ଡରେ ଅଛନ୍ତି। କ'ଣ ରହିଛି ଚାଷୀଙ୍କ ସମସ୍ୟା ଆସନ୍ତୁ ଦେଖିବା। ଚାଷୀ ହସିଲେ ହସିଥାଏ ଦୁନିଆ, ଯାହାର ଚାଷ କାମ ତାହାର କି ଆନନ୍ଦ। ତ ଆମେ ଅଛୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପୁଞ୍ଜିଗୁମା ଚାଷ ବିଲରେ। ତ ସେଠାରେ ଚାଷୀ ଅଛନ୍ତି, ତାଙ୍କଠାରୁ କିଛି ପ୍ରତିକ୍ରିୟା ନେବା। ସେ କ'ଣ କହୁଛନ୍ତି? କଳାଚନ୍ଦ୍ର ପାତ୍ର ଗ୍ରାମ ପୁଞ୍ଜିଗୁମା। ଆମର ପାଣି ଅସୁବିଧା ହେତୁ ଚାଷ କାମ ବହୁତ ଲେଟ୍ ହେଇଯାଉଛି। ସ୍ୱର୍ଗ ଆଧାର ତ ଆଉ କ'ଣ କରିବା, ସରକାରଙ୍କର କିଛି ସୁବିଧା ନାହିଁ। କେଉଁଠି ପାଣି ଟିକେ ଏତେ ବଡ଼ ନଦୀ ଯାଉଛି, ସେ ନଦୀରେ ଟିକେ ବାନ୍ଧିଦେଲେ ପାଣି ସୁବିଧା ହେଇଥାନ୍ତା, ସେତିକି ବି କରୁନାହାନ୍ତି। ସେଥିପାଇଁ ସ୍ୱର୍ଗ ଆଧାର କରି ପାଣି ଆସିଲେ ହିଁ ଆମେ ଚାଷ କରୁ। ସେଥିପାଇଁ ଧାନ ପୁରା ରୁଆ ଏ ବର୍ଷ ଲେଟ୍ ହେଇଗଲାଣି, ପୁରା ଏତେ ଲାଖ ହେବା କଥା। କ'ଣ କରିବା, ଏ ବର୍ଷ ହେବ କି ନାହିଁ ଗ୍ରେନ୍ ନାହିଁ, ଅସୁବିଧା ବହୁତ ଅସୁବିଧା। ଆଉ ବିହନ ବି ଆମେ ଆଣୁଛୁ, ଆମର ଟିକିରି ଲେମ୍ବୁରୁ ଆଣୁଛୁ, ସାର ବି ଟିକିରି ଲେମ୍ବୁରୁ ଆଣୁଛୁ। ଦେଶୀ ଧାନ ମିଳୁନାହିଁ। ଦେଶୀ ଧାନ ହେଲେ ବି ପଛରେ କରିଥିଲେ ବି ହେଇଥାନ୍ତା। ସରକାର ଧାନ 21 ଦିନ ଆଗରୁ ଲଗାଇ ଦେବାର ଅଛି, ନହେଲେ ଖରାପ ହେଇଯିବ। ସେଥିପାଇଁ କ'ଣ କରିବୁ, ସ୍ୱର୍ଗ ଆଧାର ତ ବର୍ଷା ହେଉନାହିଁ, ସେଥିପାଇଁ ଚାଷ ବି କରିବାର ଲେଟ୍ ହେଇଯାଉଛି। କିଛି ସୁବିଧା ସରକାର କଲେ ଆମେ ବି ସାହାଯ୍ୟ କରିଥିଲେ ବି କିଛି ଉପକୃତ ହେଇଥାନ୍ତୁ। ଲେମ୍ବୁରୁ ଆଣୁଛୁ ସାର, DAP ଆଣୁଛୁ, ଟିକିରି ଲେମ୍ବୁରେ ମିଳୁଛି। ଆଉ 1400 ଟଙ୍କା ଦେଇକିରି ଆଣୁଛୁ ସାରଟା। ଆଉ ବାହାରେ ଦୋକାନରେ କିଲେ ସେଇଟା 1500 ଟଙ୍କା ପଡ଼ୁଛି। ଆଉ ସାର ଆମର 4-5 ଏକର ଅଛି। ସାର ତ ମାତ୍ର DAP 2 ବସ୍ତା ମିଳିଛି। ଆଉ ପରେ ଆସିଲେ ନେବ ବୋଲି କହୁଛନ୍ତି, ଆଉ ଆସିନାହିଁ ବୋଲି କହିଲେ। ଯାଇଥିଲି, ସାର ମିଳିଲେ କ'ଣ କରିବ, ମେନ୍ ହେଉଛି ପାଣି ଅସୁବିଧା ତ, ସେଥିପାଇଁକା ବହୁତ ଅସୁବିଧା ହେଇଯାଉଛୁ। ଆଉ ରୁଆ କରାଟେ ବହୁତ ଲେଟ୍ ହେଇଯାଉଛି। ଏ ବର୍ଷ ଡିଜେଲ ଧାନ କରିଛୁ। ଡିଜେଲ ଧାନ ଆକ୍ଚୁଆଲି 3 ମାସର ଧାନ ସେଇଟା। ଆଉ ଧାନ 3 ମାସକୁ ହେଇଯାଉଛି, 3 ମାସ ଭିତରେ ହେଇଯାଉଛି। ଆଉ ଲେଟ୍ ହେଇଯାଉଛି, ସେଥିପାଇଁ ହେବ କି ନାହିଁ ଗ୍ରେନ୍ ନାହିଁ, କିଛି ଜଣାପଡ଼ୁନି। ଚାଷ ହେଲା ଭଳିଆ ଜଣାପଡ଼ୁନାହିଁ। ଆଉ ଧାନ ତ ପୁରା ଗୋଟେ ଲେଖା ବଢ଼ିବା କଥା ଆଜିକାଲି। ଧାନ ତ ବର୍ଷା ଅଭାବରୁ ହେଲା ନାହିଁ। ଆଉ ଏବେ ଯାଏଁ ଧାନ ରୁଆ ହେଇନାହିଁ, ଏବେ ହେବ କି ନାହିଁ ଗ୍ୟାରେଣ୍ଟି କ'ଣ କରିବା। 1.5 ମାସ ଖଣ୍ଡେ ବିଳମ୍ବ ହେଇଗଲାଣି। ରଥଯାତ୍ରା ପୂର୍ବରୁ ଲଗାଇଦେବା କଥା, ବର୍ଷା ନାହିଁ, ସ୍ୱର୍ଗ ଆଧାର ପାଣି। ଏ ବର୍ଷ ପାଣି ବି ନାହିଁ, ସେଥିପାଇଁ ବୋଲି କ'ଣ କରିବା, ବହୁତ ଅସୁବିଧା ହେଇଯାଇଛୁ। ଆଉ ଚାଷ ବି କରିବାର ଲେଟ୍ ହେଇଗଲାଣି। ପାଗ ବି ଠିକ୍ ନାହିଁ। କେଉଁଦିନ ବର୍ଷା ହେଉଛି, ଟିକେ ଟିକେ ଆସୁଛି, ଟିକେ ଟିକେ ଆସୁଛି। ଆମର କାଶୀପୁର ବ୍ଲକରେ ବର୍ଷା ହେଉଛି, କିନ୍ତୁ ସଙ୍ଗଡ଼ା ପଞ୍ଚାୟତରେ ବର୍ଷା ନାହିଁ। ଏ ପଞ୍ଚାୟତରେ ଅଳ୍ପ ଅଳ୍ପ ବର୍ଷା ହେଇଯାଉଛି, ପଳେଇ ଯାଉଛି ବର୍ଷା। କାଲି ବର୍ଷା ହେଲା, ଟିକିରି ଆଡ଼େ ବର୍ଷା ହେଲା, ଭୟଙ୍କର ହେଲା। ଆମର ସଙ୍ଗଡ଼ା ପଞ୍ଚାୟତ ହିଁ ବର୍ଷା ହେଇନାହିଁ। ସଙ୍ଗଡ଼ା ପଞ୍ଚାୟତ ଏ 3-4 ଖଣ୍ଡ ଗାଁକୁ ବିଲକୁଲ ବର୍ଷା ହେଉନାହିଁ। ପାଣି ସୁବିଧା ବି କିଛି ହେଇନାହିଁ। ନାହିଁ, ସରକାର ଯଦି ବୋର୍ ଫୋର୍ ଯଦି ଦେଇଥାନ୍ତେ ବୋଲେ ବଢ଼ିଆ ସୁବିଧା ହେଇଥାନ୍ତା। ଘର ଆମର ଚାଷ କାମରେ ବଢ଼ିଆ ଲାଗିଥାନ୍ତା। ଆଉ ଏଇ ବର୍ଷକୁ 2 ପାଚି କ'ଣ କରିବୁ, ଗୋଟିଏ ପାଚି ହେଲା ବେଳକୁ ତ ପାଣି ନିଅଣ୍ଟ। ଏ ଦେଖ, ଆଜିକି ଜୁଲାଇ ହେଇଗଲାଣି, ଅଗଷ୍ଟ ମାସରେ ଧାନ ପୁରା ଉଠିଯିବା କଥା, ଜୁଲାଇ ହେଇଗଲାଣି। ଏ ବର୍ଷ କ'ଣ କରିବା, ବର୍ଷା ଅସୁବିଧା ପାଇଁ ଚାଷ ନାହିଁ, କିଛି ନାହିଁ। ଏ ଯାଏଁ ହେଇନାହିଁ ରୁଆ। ଆଉ ରାଜେଶ୍ୱରୀ ପାତ୍ର ବିଳମ୍ବ ହେଇଗଲା। ଏଇ ବର୍ଷ ହେବ କି ନାହିଁ କି କହିପାରିବୁ ନାହିଁ। ବର୍ଷା ତ ନାହିଁ, ବର୍ଷା ନାହିଁ ହେଲା। ବର୍ଷା ଥିଲେ ତ ଚାଷ করবো, চাষ করলে কিস করবো। বর্ষা হবে, পাড়লে ইধর পাড়লে কা কই হব ধান, নইলে তো হব নাই। হয় বিনা পানিরে চাষ হচ্ছে। ড্যাম নাই, ফেম নাই, কিছু নাই, কানাল পানি নাই ହେଲା। ইন্দ্র পাড়লে কা চাষ হব, ইন্দ্র ন পাড়লে নাই। হ্যাঁ, ধান হউଥିଲା, যদি ହେଲା ବର୍ଷ ହେବା ବୋଲେ 20 ফুটি 30 ফুটি ଧାନ ହଉଥିଲା। ଏ ବର୍ଷ ତ କିଛି ହେବ ନାହିଁ ନା, ଏ ବର୍ଷ କିଛି ହେବ ନାହିଁ ହେଲା। ଲେଟ୍ ହେଇଗଲାନି। ଲେଟ୍ ବୋଲେ ଏମିତି ବେଳକୁ ଲଗେଇ ସାରିଥିବାଟା ହେଲା। ଶ୍ରାବଣ ପୁନେଇ ବେଳକୁ ସରିଯିବାର ତାସିଆ ଲୋକମାନଙ୍କର କାମ। ଏ ବର୍ଷ ଲେଟ୍ ହେଇଗଲାନି। ଲେଟ୍ ହେଇଗଲେ ଧାନ ହେବ ନାହିଁ ବୋଲି ଦେଶୀ ଧାନ କରୁଛ ହେଲା। আর কিস করবো, সে ধান একা করছো। বর্ষা তো নাই, এবে এটা ହେଇଗଲାନି, লেট ହେଇଗଲାନି। আর কি ধান করবো, আর ହେଇଗଲେ ହେବ ନାହିଁ। ପିଲା ଝିଲାକେ ପୋଷବ ବୋଲି ଚିନ୍ତାରେ ଅଛୁ। ତାସ ହେଲେ ତ ପିଲା ଝିଲାକେ ପୋଷବ, ଆରେ କେମିତି ପିଲା ଝିଲାକେ ପୋଷବ। ଆମେ ହଇରାଣ ପାଇଯିବୁ କି ନାହିଁ, ପିଲା ଝିଲା ମରିଯିବେ ନାହିଁ ଭୁକରେ। হ্যাঁ, ଆମେ ଚାଷୀ ଲୋକ, ଆମେ କିଏ ଉପାୟ ନାହିଁ ଆମକୁ।
ତାସରେ ଏକା ଆମର ଉପାୟ କିସ୍ করব ଚାଷୀ ଲୋକ ଆମେ ଜି ପାରବୁ କି ଚାଷ କାମ ବିଳମ୍ବ ହୋଇଛି ଏବଂ ଏ ବର୍ଷର ଯେଉଁ ପ୍ରକୃତି ବା ବର୍ଷା ଲୁଚକାଳି ଭଳିଆ କରୁଛି ତ ଚାଷ କାମ ବିଳମ୍ବ ହେବା ସତ୍ତ୍ୱେ ସେମାନେ ଚାଷୀ ଏବେ ଚିନ୍ତାରେ ଅଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ଗ୍ରାଉଣ୍ଡ ଜିରୋରୁ କର୍ଣ୍ଣ କନ୍ଦପାଣିଙ୍କ ରିପୋର୍ଟ ଫୋକସ୍ ପ୍ଲସ୍।